ସତ୍ୟମ୍ପ୍ରୟାତ ଦ୍ୱିତୀୟ ଭାଗ ରାସ୍ତା କଡ଼ର ଦୁଇଟି ଦୃଶ୍ୟ। ଚାଲି ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇ ଦୁଇଟି ଦୃଶ୍ୟ ଦେଖନ୍ତୁ। ପ୍ରଥମ ଦୃଶ୍ୟରେ ଆମ ଭାରତୀୟ ଜଣେ ତାଙ୍କ ନାକରୁ ବୋହି ପଡ଼ୁଥିବା ସିଙ୍ଗାଣି ଗୁଡ଼ାକ ହାତରେ ପୋଛି ଦେଇ ଅନୁଲୋମ ବିଲୋମ ଷ୍ଟାଇଲରେ ଗୋଟିଏ ପୁଡ଼ାକୁ ବନ୍ଦ କରି ଆର ପୁଡ଼ା ବାଟେ ରୋଡ଼ ଉପରକୁ ତୀବ୍ର ଗତିରେ ନିଷ୍କାସନ କରିଦେଲେ ଆଉ ଚାଲିଲେ। ଅନ୍ୟ ଦୃଶ୍ୟଟିରେ ବିଦେଶୀ ଜଣେ ତାଙ୍କ ପୁରା ନାକଟିକୁ ଗୋଟିଏ ରୁମାଲରେ ପୋଛି ଦେଇ ସେହି ସିଗାଣିସିକ୍ତ ରୁମାଲଟିକୁ ଯତ୍ନର ସହିତ ମୋଡ଼ି ମାଡ଼ି ତାଙ୍କ ପାଖିଟି ଭିତରେ ରଖିଦେଲେ ଓ ଚାଲିଲେ। ବିଦେଶୀଙ୍କର ଏଇଭଳି ବ୍ୟବହାରରେ ଆପଣ ନିଶ୍ଚୟ ଟିକେ ଅସୂୟା ଭାବ ଅନୁଭବ କରିବେ। ଇଏ ପରିଷ୍କାର ଲୋକଟାଏ ମ, ଦେଖ ତାକୁ ସବୁ ପୋଛି ପାଛି ପୁଣି ପାକିଟିରେ ସାଇତିକି ରଖିଛି। ଏ କଥା ପଢ଼ୁ ପଢ଼ୁ ଆପଣ ହୁଏତ ବାନ୍ତି କରି ପକାଇବେ ଆଉ ମନେ ମନେ ଗାଳି ଦେଇ ଭାବୁଥିବେ ସକାଳୁ ସକାଳୁ ଏଗୁଡ଼ାକ ମଣିଷ କ'ଣ ପଳେଇଲା ହୋ। କିନ୍ତୁ ଏ ଦୃଶ୍ୟ ଦୁଇଟି ମାଧ୍ୟମରେ ଏତିକି କହିବାର କଥା ଯେ ଆମେ ଭାରତୀୟମାନେ ଆମ ଦେହଟିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ବେଳେ ଆମ ଦେଶଟିକୁ ସଦାବେଳେ ଗନ୍ଧିଆ କରି ରଖିଥାଉ। ନାକରୁ ଫୋପାଡ଼ି ବାହାରେ ଫିଙ୍ଗି ଦେଲେ ଗଲା। ବାହାରେ ତେଣେ କ'ଣ ହେଉଛି ହେଉଥାଉ। ବିଦେଶୀ ଜଣକ କିନ୍ତୁ ବାହାର ପ୍ରତି ଏତେ ସଚେତନ ଯେ ସେ ତାକୁ ପୋଛି ପାଛି ଦେହରେ ଧରୁଛି ସିନା, ହେଲେ ଏଣେ ତେଣେ ଫୋପାଡ଼ି ତା ଦେଶକୁ ଅପରିଷ୍କାର କରୁନାହିଁ। ଏମିତି ଅନେକ ପ୍ରମାଣ ଆପଣ ଆମ ରାସ୍ତାଘାଟ ଉପରେ ପ୍ରତିଦିନ ଦେଖିବାକୁ ପାଇବେ। ଲୋକମାନେ ସକାଳୁ ସକାଳୁ କୁକୁରମାନଙ୍କୁ ବୁଲେଇବାକୁ ନିଅନ୍ତି। କୁକୁର ତା'ର ଯେଉଁଠି ପାଇଲା ସେଇଠି ହଗିଲା ଆଉ ଯେଉଁଠି ପାଇଲା ସେଇଠି ମୁତିଲା। ବିଦେଶରେ କିନ୍ତୁ କୁକୁରର ମାଲିକ ହାତରେ କେତୋଟା ନାପକିନ୍ ଓ ଗୋଟେ ବ୍ୟାଗ୍ ଧରି କୁକୁର ସାଥିରେ ଚାଲିଥାନ୍ତି। କୁକୁର ଯେଉଁଠି ହଗିଲା ତାକୁ ସେ ନାପକିନ୍ରେ ପୋଛି ପାଛି ବ୍ୟାଗରେ ରଖିଦେବେ। ଆମେ ଏମିତି କରିବା କଥା ଭାବିଲା ବେଳକୁ ଆମକୁ ବାନ୍ତି ମାଡ଼ୁଛି, କାରଣ ଆମ ରୋଡ଼ ପଛେ ମଇଳା ହୋଇଯାଉ ହାତଟା ପରିଷ୍କାର ଥାଉ। ଏ କଥା ସତ ଯେ ଆମେ ଭାରତୀୟମାନେ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ପରିଷ୍କାର ଓ ପରିଚ୍ଛନ୍ନ ଅଟୁ। ସକାଳୁ ଉଠି ଦାନ୍ତ ନ ଘଷିବା ପର୍ଯ୍ୟନ୍ତ ଆମେ ଜଳଖିଆ ମୁହଁରେ ନେଇନଥାଉ। ଦିନକୁ ପ୍ରାୟ ଆମେ 2 ଥର ଲେଖାଏଁ ଦେହକୁ ଗାମୁଛାରେ ରଗଡ଼ି ରଗଡ଼ି କରି ଧୋଇଥାଉ। ପାଣି, ବାସ୍ନା ତେଲ ଓ ସାବୁନରେ ସଦାବେଳେ ମାଜି ପୋଛି ଶରୀରଟାକୁ ଚିକ୍ ଚିକ୍ କରି ରଖିଥାଉ। ମାଛି ଟିକେ ବି ଦେହରେ ବସାଇବାକୁ ଦେଇନଥାଉ। କୁକୁରଟିଏ କି ବିଲେଇଟିଏ ଛୁଇଁଦେଲେ ଆମେ ପୁଣି ଗାଧୋଇବାକୁ ଯାଇଥାଉ। ଖାଇବା ସମୟରେ ଆମେ ଛୁଆଁଛୁଇଁ ବହୁତ ମାନିଥାଉ। ଆଜି ବୋହୂ ରୋଷେଇ କରିବନି ତ କାଲି ଶାଶୁ ରୋଷେଇ କରିବ ନାହିଁ। ଅଇଁଠା ହାତ ଯଦି କେଉଁଠି ଟିକେ ବାଜିଗଲା ତେବେ କଥା ସରିଲା, ସବୁ ପୁଣି ଧୁଆ ହେବ। ମାଟି ହାଣ୍ଡି ଗୁଣ୍ଡି ହୋଇଥିଲେ ତାହା ଫୋପଡ଼ା ହୋଇ ନୂଆ ଆସିବ। ଏହିସବୁ ଦୃଷ୍ଟିରୁ ବିଦେଶୀମାନେ ଆମଠୁ ବହୁତ ପଛରେ ଥାନ୍ତି। ସେମାନେ ସକାଳୁ ଉଠି ଦାନ୍ତ ନ ଘଷି ଚା, ବିସ୍କୁଟ, କେକ୍, ପାଉଁରୁଟି ଆଦି ଖାଇ ଦେଇଥାନ୍ତି। ଦିନକୁ 2 ଥର ଗାଧୋଇବା ତ ଦୂରର କଥା, ଏମାନେ ଥରେ ବି ନିୟମିତ ଗାଧାନ୍ତି ନାହିଁ। ନିତ୍ୟକର୍ମ ସମୟରେ ୟାଙ୍କର ପାଣି ଓ ତେଲର ଖୁବ୍ କମ୍ ବ୍ୟବହାର ହୋଇଥାଏ। ଏମାନେ ବେଶୀ କାଗଜରେ ପୋଛାପୋଛି କରି କାମ ସାରି ଦିଅନ୍ତି। କୁକୁର ଓ ବିଲେଇମାନେ ୟାଙ୍କର ବେଡ଼ରୁମ୍ଠୁ ନେଇ ରୋଷେଇ ଘର ପର୍ଯ୍ୟନ୍ତ ଅବାଧ ପ୍ରବେଶ କରିଥାନ୍ତି। ରାନ୍ଧିବା ଓ ଖାଇବା ସମୟରେ ଏମାନଙ୍କର ଛୁଆଁଛୁଇଁ ଆଦୌ ନଥାଏ। ଯେଉଁ ହାତରେ ଖାଉଥିବେ ସେହି ହାତରେ ଏମାନେ ଡଙ୍କି ଧରି ଡେକିଚି ଭିତରୁ ଖାଦ୍ୟକୁ ତାଙ୍କ ଅଇଁଠା ଥାଳି ଉପରକୁ ନେଇଯାଉଥିବେ। ଗୋଟିଏ ଟେବୁଲ ଉପରେ ସବୁ ଖାଇବା ପଦାର୍ଥଠୁ ଏକାଠି ଥୋଇଦେଇ ଖାଇଥାନ୍ତି। ଆଉ ଯାହା ବଳିଲା ତାକୁ ସଫାସଫି କରି ପୁଣି ଫ୍ରିଜ୍ ଭିତରେ ରଖିଦେଇ ବାସି ଦିନ ଖାଇଥାନ୍ତି। ପାଠକଗଣ, ମୋର ଏତିକି କହିବା କଥା ଯେ ବ୍ୟକ୍ତିଗତ କ୍ଷେତ୍ରରେ ଆମେ ପରିଷ୍କାର ପରିଚ୍ଛନ୍ନତାରେ ଏମାନଙ୍କ ଠାରୁ ଯଥେଷ୍ଟ ଆଗୁଆ ଥିଲାବେଳେ ସାମାଜିକ କ୍ଷେତ୍ରରେ ଆମର ପରିଷ୍କାର ପରିଚ୍ଛନ୍ନତା ଏମାନଙ୍କ ଠାରୁ ବହୁତ ପଛରେ ଥାଏ। ଆମେ ଗାଧୁଆଘରେ ଖୁବ୍ ଭଲ ଭାବରେ ପୋଛାପୋଛି ଦେହର ମଇଳା ପାଣି ଗୁଡ଼ାକ ବାହାରେ ରାସ୍ତା ଉପରେ ଛାଡ଼ି ନେଇଥାଉ। ସେ ତେଣିକି ଯୁଆଡ଼େ ଯାଉଛି ଯାଉ। ଆମେ ରୋଷେଇ ଘରେ ପନିପରିବା ସବୁ ଧୋଇ ଧାଇ ରୋଷେଇ କରିଥାଉ। ଯେତକ ପରିବା ଚୋପା ଓ ବଳକା ପତ୍ର
ବାହାର ରାସ୍ତା ଉପରେ ଫିଙ୍ଗି ଦେଇଥାଉ। ସେ ବାହାରେ ପଡ଼ି ପଚା ଦୁର୍ଗନ୍ଧ ହେଉଥାଉ, ସେତିକି ଆମର ଖାତିର ନାହିଁ। ଆମେ ଆମ ଘର ଝାଡ଼ୁ ମାରି ସଫା କରି ଅଳିଆ ଗୁଡ଼ାକ ବାହାରେ ଫିଙ୍ଗି ଦେଉ। ସେ ତେଣିକି ଯୁଆଡ଼େ ଉଡ଼ୁଛି ଉଡ଼ୁଥାଉ। ଘର ଭିତରେ ଆମେ ବଳକା କାଗଜ, ଠୁଙ୍ଗା ଓ ପ୍ୟାକେଟ୍ ଆଦି ଡଷ୍ଟବିନ୍ରେ ପକାଇବା ବେଳେ, ରୋଡ଼ ଉପରେ ଗଲାବେଳେ ଗାଡ଼ି କବାଟ ଦେଇ ଏଗୁଡ଼ାକ ବାହାରକୁ ଫିଙ୍ଗି ଦେଇଥାଉ। ରାସ୍ତା ଅଳିଆ ହେଉ କି କାହା ଦେହରେ ବାଜୁ, ସେଠିକି ଆମର ନିଗା ନାହିଁ। ମୁଁ ଅନେକ ସମୟରେ ଲକ୍ଷ୍ୟ କରିଛି ଯେ ଛୋଟ ଛୋଟ ପିଲାମାନେ ଦୋକାନ ବଜାରରେ ଚକୋଲେଟ୍ ଓ ଜୁସ୍ ଆଦି ପିଇ ତା'ର ଚୋପା ଓ ଡବାଗୁଡ଼ିକ ଇଆଡ଼େ ସିଆଡ଼େ ଫିଙ୍ଗି ଦିଅନ୍ତି। ପାଖରେ ବାପା ମା ଥିଲେ ବି ଏମିତି କରିବାକୁ ବାରଣ କରନ୍ତି ନାହିଁ। କିନ୍ତୁ ଏଇ କଥାଟି ଯଦି ପିଲାମାନେ ତାଙ୍କ ଘର ଭିତରେ କରୁଥାନ୍ତେ, ତେବେ ତାକୁ ଶିଷ୍ଟାଚାର ଶିକ୍ଷାକୁ ବାପା ମାଆଙ୍କଠୁ ଅନ୍ତତଃ 2-4ଟା ଚଟକଣି ଖାଇବାକୁ ପଡ଼ୁଥାନ୍ତା। ଆଜ୍ଞା, ଏତେ କଥା ଛାଡ଼ନ୍ତୁ। ଆପଣ ସହରରେ ଥିବା କେଉଁ ଆପାର୍ଟମେଣ୍ଟକୁ ଯାଇଛନ୍ତି କି? ଧରନ୍ତୁ ଆପଣଙ୍କର ବନ୍ଧୁ 3 ମହଲାରେ ରହୁଛନ୍ତି। ଆପଣ ସିଡ଼ି ଚଢ଼ିକି ଯିବେ। ଚାରିଆଡ଼େ କିଟିମିଟିଆ ଅନ୍ଧାର, ଗୋଟେ ଛୋଟ ବଲ୍ବଟେ ବି କେଉଁଠି ଜଳୁନଥିବ। ମାଳ ମାଳ ଗୁଟକା ଚୋପା ଓ ପାନ ପିକର ଦୁର୍ଗନ୍ଧ ଆସୁଥିବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପାନ ପିକର ବହଳିଆ ଅଙ୍ଗ ଭିତରୁ ଅତ୍ୟନ୍ତ ଦୟନୀୟ ଦିଶୁଥିବେ। ବଡ଼ କଷ୍ଟରେ ନାକରେ ରୁମାଲ ଦେଇ ଝୁଣ୍ଟି ମୁଣ୍ଟି ଉପରେ ବନ୍ଧୁକ ଘରେ ପ୍ରବେଶ କଲା ମାତ୍ରେ ଆପଣଙ୍କର ଆଖି ଝଲସି ଉଠିବ। ଫ୍ଲୋରୋସେଣ୍ଟ ଲାଇଟ୍ରେ ଘର ତାଙ୍କ ଚକ୍ଚକ୍ ମାରୁଛି। ଡିଷ୍ଟେମ୍ପର ଦ୍ୱାରା ବିଭିନ୍ନ ରଙ୍ଗରେ ଶୋଭା ପାଉଛି। ରୁମ୍ ସ୍ପ୍ରେୟାର ଯୋଗୁଁ ଘର ଭିତର ଯାକ ଭୁରୁ ଭୁରୁ ହୋଇ ସୁଗନ୍ଧ ବୋହିଯାଉଛି। ସବୁ ଟିପ୍ଟପ୍ ଓ ପରିଷ୍କାର ପରିଚ୍ଛନ୍ନ ଭାବରେ ସଜିଆ ହୋଇ ରଖାହୋଇଛି। ଥରେ ଭାବନ୍ତୁ ତ, କାହିଁକି ଏମିତି ସବୁ ହେଉଛି? ସମସ୍ତେ ମିଶି ପିଢ଼ିଟିକୁ ଟିକେ ସଫାସୁତୁରା କରି ଲାଇଟ୍ 2ଟା ଲଗାଇଦେଲେ ହୁଅନ୍ତା ନାହିଁ? ସମସ୍ତେ ନହେଲେ ନାହିଁ, ଅନ୍ତତଃ ଆପଣ ଜଣେ କି 2 ଜଣ ତ ଏଇ କାମଟା କରିପାରନ୍ତେ। କିନ୍ତୁ ଆପଣ ଏଠି ପ୍ରଶ୍ନ କରନ୍ତି, ଆମେ କାହିଁକି କରିବୁ? ପିଢ଼ିଟା କ'ଣ ଖାଲି ଆମର? ଅତଏବ ଆମେ ବର୍ତ୍ତମାନ ସେହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଯେଉଁଟା ଆମର ସେଇଟା ହିଁ ଆମେ ପରିଷ୍କାର ରଖିବୁ। ଆଉ ଯେଉଁଟା ଦେଶର ତାକୁ କିଏ ପଚାରୁଛି? ଆମ ନାକଟା ସଫା ରହିଲେ ଗଲା। ଆପଣଙ୍କ ନାକକୁ ଗନ୍ଧେଇଲେ ଗନ୍ଧଉଥାଉ, ସେଥିରେ ଆମର କିଛି ଯାଏ ଆସେ ନାହିଁ। ସମାପ୍ତ।